ଆଜି ଏକ ସୁନ୍ଦର କାହାଣୀ ଶୁଣିବା। ପ୍ରେମର ପ୍ରତିବିମ୍ବ। ସେଦିନ ସକାଳୁ ସକାଳୁ କଲେଜ ବାହାରିବା ସମୟରେ ପ୍ରତିଦିନ ଭଳି ଅଳ୍ପ ସମୟ ପାଇଁ ଆଇନା ଆଗରେ ଅଟକି ଯାଇଥିଲା କଳ୍ପନା। ଭାରି ସଜେଇ ହେଉଥିଲା ନିଜକୁ। ତା ଚନ୍ଦ୍ରବଦୀ ମୁହଁରେ ବାହାରିଥିବା ବ୍ରଣକୁ ନେଇ ସେ ଭାରି ଚିନ୍ତିତ ଥିଲା। ଅସହ୍ୟ ମନେ କରୁଥିଲା। ବ୍ରଣକୁ ଦୂର କରିବାକୁ ଅନେକ ଉପାୟ ପ୍ରୟୋଗ କରିଛି, ଔଷଧ ଖାଇଛି, ତଥାପି ବ୍ୟର୍ଥ। ଏହାକୁ ନେଇ ମାଆଙ୍କ ପାଖରେ ଅଭିଯୋଗ ବି କରେ। ମା ବୁଝାନ୍ତି, ବୟସ କ୍ରମରେ ଏହା ଆସେ, ତରୁଣ ବୟସରେ ଏହା ଆସିବା ସ୍ୱାଭାବିକ। କୌଣସି ଉତ୍ତରରେ ମନ ମାନେ ନା ତାର। ଶେଷରେ ବାହାରି ପଡ଼େ କଲେଜ ଅଭିମୁଖେ। ସରିତା ଦେବୀଙ୍କର ଏକମାତ୍ର ଝିଅ କଳ୍ପନା। କ୍ୟାନ୍ସର ରୋଗରେ ସ୍ୱାମୀଙ୍କର ମୃତ୍ୟୁ ପରେ ସେ ହିଁ କଳ୍ପନାର ସବୁକିଛି ହୋଇଯାଇଛନ୍ତି। ସ୍ୱାମୀଙ୍କ ପେନ୍ସନ୍ ଟଙ୍କା, ତା ସାଙ୍ଗକୁ ସିଲେଇ କରି ଯାହା ରୋଜଗାର କରନ୍ତି, ସେଥିରେ ଘର ଖର୍ଚ୍ଚ ଆଉ କଳ୍ପନାର ପାଠ ପଢ଼ାପଢ଼ି ହୋଇଯାଏ। କଳ୍ପନା ଯୁକ୍ତ 3 କଳା 2ୟ ବର୍ଷରେ ପଢ଼େ। ଦେଖିବାକୁ ଭାରି ସୁନ୍ଦର। ଢଳ ଢଳ ନୟନ, ନାଲି ଓଠ, କଞ୍ଚା ହଳଦୀ ରଙ୍ଗର ଶରୀର। ଯେମିତି ସେ କେହି ବି ମୁହଁକୁ ଥରେ ଦେଖିନେଲେ ତା ଜୀବନରେ ସମସ୍ତ ଅବସାଦ ଏକାବେଳକୁ ଉଭେଇଯିବ। ଗାଁଠୁ କଲେଜ ପ୍ରାୟ 10 କିଲୋମିଟର। କଲେଜ ଯିବା ପାଇଁ ବସ୍ ଛକରେ ଅପେକ୍ଷା କରିବାକୁ ପଡ଼େ କଳ୍ପନାକୁ। ପ୍ରତିଦିନ ଭଳି ସେ ଛକରେ ଆଜିର ମଡ଼ର୍ଣ୍ଣ ପ୍ରେମିକ ସବୁ ତା ଚାରିପାଖରେ ଭିଡ଼ ଜମାନ୍ତି। କିନ୍ତୁ କଳ୍ପନା ଆଜିକାର ଝିଅ। ଆଜିକାଲି ପ୍ରେମର ମାନେ କ'ଣ ସେ ଭଲ ଭାବରେ ଜାଣେ। ପ୍ରେମ ନାଁରେ ଦୁନିଆରେ ଯାହା ସବୁ ଘଟେ ସବୁ ସେ ଜାଣିଛି। ଏମିତି ପ୍ରତିଦିନ ଚାଲେ, ତଥାପି ନୀରବରେ ସମ୍ଭାଳି ନିଏ ସେମାନଙ୍କର ହରକତକୁ। ଅନେକ ପ୍ରେମ ପ୍ରସ୍ତାବ ଆସେ, ସବୁକୁ ଅଗ୍ରାହ୍ୟ କରେ କଳ୍ପନା। କିଛି ପ୍ରେମିକ ଅଧାରୁ ଉଭେଇ ଯାଆନ୍ତି, କିଛି ପିଛା ପିଛା କରୁଥାନ୍ତି, ଆଉ ପୁଣି କିଛି ନୂଆ ନୂଆ ପ୍ରେମିକ ବି ଯୋଡ଼ି ହୋଇଥାନ୍ତି। ପାଖ ଗଳିର ଅନ୍ୱେଷ ଆଜି ବି ହାଜର ଛକରେ। ବହୁତ ଦିନରୁ କଳ୍ପନା ପଛରେ ପଡ଼ିଛି। ବହୁତ ଥର ପ୍ରପୋଜ୍ ବି କରିଛି। ହେଲେ କଳ୍ପନା ଭଲ ଭାବେ ଜାଣେ ଅନ୍ୱେଷର ପ୍ରକୃତି। ପ୍ରେମ ନାଁରେ ଫସାଇ ଅନେକ ଝିଅଙ୍କର ଜୀବନ ସହ ଖେଳେ। କିଛି ପ୍ରତି ଉତ୍ତର ଦିଏନି କଳ୍ପନା। ଅସହ୍ୟ ହୋଇଯାଏ ଅନ୍ୱେଷ। ବହୁତ ଚେତାବନୀ ଦିଏ। ସନ୍ଧ୍ୟା କଲେଜରୁ ଫେରିବା ସୁଦ୍ଧା ଆଜି ତାର ଉତ୍ତର ଦରକାର କହି ପ୍ରତିବାଦ କରେ। କଳ୍ପନା ରୋକଠୋକ ଶୁଣାଇ ଦିଏ, ସନ୍ଧ୍ୟା ନୁହେଁ, 7 ଜନ୍ମ ହେଲେ ବି ସେ ତାକୁ ଭଲ ପାଇବନି। ତଥାପି ଥୟ ଧରି ଅପେକ୍ଷା କରେ ସନ୍ଧ୍ୟା ସମୟକୁ, କଳ୍ପନାର ଉତ୍ତରକୁ। ଏତକ ମଧ୍ୟରେ ବସ୍ ଆସେ ଆଉ କଲେଜ ଚାଲିଯାଏ କଳ୍ପନା। ସନ୍ଧ୍ୟା ସମୟ, ସବୁ ନିଜର କାମ ସାରି ଘରକୁ ଫେରୁଥାନ୍ତି। ଛକରେ ଲୋକଙ୍କର ଯିବା ଆସିବା ଚାଲିଥାଏ। ଯାତ୍ରୀ ବିଶ୍ରାମାଗାରରେ ଦୀର୍ଘ ସମୟ ଧରି କଳ୍ପନାର ଫେରିବା ବାଟକୁ ଚାହିଁ ବସିଛି ଅନ୍ୱେଷ। ଭାବୁଛି, ଆଜି ଯେମିତି ହେଲେ କଳ୍ପନାକୁ ତାର ବଶ କରିବା ପାଇଁ, ଯଦି ନ ମାନେ ଆଜି ସବୁଦିନ ପାଇଁ ତାକୁ ଶେଷ କରିଦେବ। ଏଥିପାଇଁ ପୁରା ପ୍ରସ୍ତୁତ ହୋଇଥାଏ। ଏତକ ବସ୍ରେ ଆସି ପହଞ୍ଚିଲା କଳ୍ପନା ନିଜ ସାଥୀମାନଙ୍କ ସହ। ସେମାନଙ୍କ ପିଛା କରେ ଅନ୍ୱେଷ। ଛକର ଶେଷ ମୁଣ୍ଡରେ ଥିବା ବରଗଛ ନିକଟରୁ ସାଥୀମାନେ ନିଜ ରାସ୍ତାରେ ଅଲଗା ହୋଇଯାଆନ୍ତି। କଳ୍ପନା ଏକାକୀ ନିଜ ରାସ୍ତାରେ ଘର ଅଭିମୁଖେ ଆଗକୁ ବଢ଼େ। ଏକାନ୍ତରତାର ସୁଯୋଗ ନେଇ ବାଟ ଓଗାଳେ ଅନ୍ୱେଷ। ବହୁଦିନ ଧରି ଦେଇଥିବା ତା ପ୍ରେମର ପ୍ରସ୍ତାବରେ ପ୍ରତି ଉତ୍ତର ମାଗେ। ତା କଥାବାର୍ତ୍ତାରୁ କଳ୍ପନା ବୁଝି ସାରିଥାଏ ଅନ୍ୱେଷ ନିଶାରେ ଅଛି ବୋଲି। ତଥାପି ଜାଣି ଜାଣି କଦାପି ତା ଭଳି ପୁଅକୁ କେବେ ଭଲ ପାଇବନି, ଏହା କହି ଅନ୍ୱେଷକୁ ଏଡ଼େଇ ଆଗକୁ ବଢ଼ିଯାଏ କଳ୍ପନା। କଳ୍ପନାର ଏଭଳି ବ୍ୟବହାରରେ ଅତ୍ୟଧିକ କ୍ରୋଧିତ ହୋଇଯାଏ। ଭାରି ଅତିଷ୍ଠ ହୋଇପଡ଼େ। ଶେଷରେ ନିଶାରେ ନିଜର ହିତାହତ ବୁଦ୍ଧି ହରାଇ ପକେଟରୁ କାଚ ଶିଶିଟେ ବାହାର କରି ଠିପି ଖୋଲି ଫୋପାଡ଼ି ଦିଏ କଳ୍ପନା ମୁହଁରେ। ନିସ୍ତବ୍ଧ ପାଲଟିଯାଏ ଦୁନିଆ। ଶୂନ୍ୟ ଆକାଶରେ ଅଟକି ଯାଆନ୍ତି ଫେରନ୍ତା ପକ୍ଷୀ ଦଳ। ନିର୍ବାକ ହୋଇଯାଏ ପ୍ରକୃତି। ତାପରେ କିଛି ଦିନ ପରେ ହସ୍ପିଟାଲ ଭିତରେ ବେଡ୍ ଉପରେ କଳ୍ପନା। ଚେତା ଫେରେ, ପାଟି ଖୋଲି ମା ମା ଡାକେ। ଅଳ୍ପ ଦୂରରୁ ଦୌଡ଼ି ଆସନ୍ତି ମା। ଏଭଳି ପରିବେଶରେ ନିଜକୁ ଦେଖି ଶଙ୍କିଯାଏ। ମାଆଙ୍କୁ ପଚାରେ ତାର କ'ଣ ହୋଇଛି। ହେଲେ ମାଆଙ୍କ ମୁହଁରୁ କୌଣସି କଥା ବାହାରେ ନାହିଁ। ଲୁଗାକାନିରେ ଲୁହ ପୋଛି ବଳ ବଳ ହୋଇ କଳ୍ପନାର ମୁହଁକୁ ଚାହିଁ ରହିଥାନ୍ତି। ସେମିତି ଆଖପାଖ ବେଡ଼୍ରେ ଥିବା ସମସ୍ତେ ନିରହ ଚକ୍ଷୁରେ ଦେଖୁଥାନ୍ତି। ସନ୍ଦେହରେ ପଡ଼ିଯାଏ କଳ୍ପନା। ନିଜ ମୁହଁକୁ ଦେଖିବାକୁ ଇଚ୍ଛା କରେ। ଦର୍ପଣ ମାଗେ ମାଆଙ୍କୁ। ମା ମନା କରନ୍ତି, ତଥାପି ଜିଦ୍ ଧରେ। ଶେଷରେ କଳ୍ପନାର ହାତକୁ ବଢ଼ାଇ ଦିଅନ୍ତି ଦର୍ପଣଟିକୁ। ଦର୍ପଣ ଧରୁ ଧରୁ
ଥରି ଉଠେ କଳ୍ପନା, ଦର୍ପଣରେ ନିଜକୁ ଭାରି ଖୋଜେ, ହେଲେ ୟା କାହା ବିକୃତ ପ୍ରତିବିମ୍ବ ଚିହ୍ନି ପାରେ ନା। ହଠାତ୍ ହାତରୁ ଖସିଯାଏ ଦର୍ପଣ, ସେହି ଖଣ୍ଡ ଖଣ୍ଡ ଦର୍ପଣରେ ପୁଣି ପ୍ରତିବିମ୍ବ ହୁଏ ସେ ନିଷ୍ଠୁର ପ୍ରେମର ପ୍ରତିବିମ୍ବ। ମନେ ପଡ଼ିଯାଏ ସେଦିନ ତା ସହ ଘଟିଥିବା ଘଟଣା ସବୁ। ଶେଷରେ ବୁକୁ ଫୁଟା କାନ୍ଦରେ ପ୍ରକମ୍ପିତ ହୋଇ ଉଠେ କଟୁରୀ। ଆଜି ନା ଅଛି ସେହି ଚନ୍ଦ୍ରବଦନୀ ମୁଖ, ନା ଅଭିଯୋଗ ସେ ନିଷ୍ଠୁର ପ୍ରେମର ଫଳ ସବୁ ଦିନ ପାଇଁ ତା ମୁହଁରେ କଳଙ୍କି ହୋଇ ବଳି ରହିଯାଇଛି। କଳ୍ପନା ଆଜି ବି ବଞ୍ଚିଛି କଳ୍ପନାରେ, କଳ୍ପନା ଆଜି ବି ବଞ୍ଚିଛି ସେହି କଳ୍ପନାରେ।